ତେବେ ସୂଚନା ଅନୁସାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ 3ଟି ଟି20 ମ୍ୟାଚ୍ ଖେଳାଯିବ। ତେବେ ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ 11ରେ ଖେଳାଯିବ ବୋଲି ଜଣାପଡ଼ିଛି। ତେବେ ଏହା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ଜାତୀୟ ଗଣମାଧ୍ୟମ ଅନୁଯାୟୀ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜରେ ଭାରତୀୟ ଦଳ ନେତୃତ୍ୱ ନେବେ। ତେବେ ଏହା ବ୍ୟତୀତ ବିରାଟ କୋହଲି ମଧ୍ୟ ଆଫଗାନିସ୍ତାନ ସିରିଜରେ ଖେଳୁଥିବାର ନଜର ଆସିବେ। ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରାୟ ବର୍ଷେ ହେଲାଣି ଭାରତ ପାଇଁ ଟି20 ମ୍ୟାଚ୍ ଖେଳି ନଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦୁହେଁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଉଲ୍ଲେଖଯୋଗ୍ୟ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ 3ଟି ଟି20 ମ୍ୟାଚ୍ ଖେଳିବ। ତେବେ ଏହି ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ 11ରେ ଖେଳାଯିବ। ତେବେ ମୋହାଲି ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ତେବେ ଏହାପରେ ଜାନୁଆରୀ 15ରେ ଇନ୍ଦୋରରେ ଦ୍ୱିତୀୟ ଟି20 ମ୍ୟାଚ୍ ଖେଳାଯିବ। ତେବେ ଏହା ସତ୍ତ୍ୱେ ଭାରତ ଆଫଗାନିସ୍ତାନ ସିରିଜର ଶେଷ ଟି20 ମ୍ୟାଚ୍ ଜାନୁଆରୀ 17ରେ ବାଙ୍ଗାଲୋରରେ ଖେଳାଯିବ ବୋଲି ଧାର୍ଯ୍ୟ ହୋଇଛି। ତେବେ ଧାର୍ଯ୍ୟର ସମୟ ଅନୁଯାୟୀ ଭାରତ ଆଫଗାନିସ୍ତାନ ଟି20 ସିରିଜ ମ୍ୟାଚ୍ ସନ୍ଧ୍ୟା 7ଟାରୁ ଆରମ୍ଭ ହେବ। ତେବେ ଏହି ସିରିଜ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 5ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବ୍ୟୁରୋ ରିପୋର୍ଟ ଓଡି କ୍ରିକେଟ ନ୍ୟୁଜ୍।